दर्शक बंधु 2025 ସମସ୍ତଙ୍କ ପାଇଁ ସମାନ ନଥିଲା। କାହା ପାଇଁ ଖୁସିର ଲହରୀ ଆଣିଦେଇଥିଲା ତ କାହା ପାଇଁ ଦୁଃଖର ସାଗର। କିନ୍ତୁ କାହିଁ ନା କାହିଁ କିଛିଟା ଟ୍ରେଣ୍ଡିଂ କରୁଥିବା ଜିନିଷ ଆମ ଆଖିରେ ପଡ଼ିଥିଲା। ସେଥିମଧ୍ୟରୁ କିଛିଟା ଜିନିଷ ଆମକୁ ଆଶ୍ଚର୍ଯ୍ୟ କରିଥିଲା, କିଛିଟା ଜିନିଷ ଆମକୁ ହସେଇଥିଲା ଏବଂ କିଛିଟା ଜିନିଷ ଆମକୁ ସେଇ ଟ୍ରେଣ୍ଡିଂକୁ ଫଲୋ କରିବା ପାଇଁ ବାଧ୍ୟ କରିଥିଲା। ଯାହା ଦେହରୁ ଆମେ କାହିଁ ନା କାହିଁ ଖୁସି ପାଉଥିଲୁ। ତେବେ ଆସନ୍ତୁ ଆଜି ସେଇ ଟପ୍ 5 ଟ୍ରେଣ୍ଡିଂସ୍ ବିଷୟରେ ଜାଣିବା। ପ୍ରଥମଟି ହେଉଛି ଷ୍ଟୁଡିଓ ଘିବଲି ଷ୍ଟାଇଲ ଇମେଜ ଟ୍ରେଣ୍ଡ। ଯେଉଁ ଟ୍ରେଣ୍ଡକୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଆପଣେଇଥିଲେ। ଏଇ ଇମେଜ ଜେନେରେସନ କେମିତି ହଉଥିଲା? ସେ ଲୋକମାନେ ନିଜର ଇମେଜକୁ ଓପନ ଏଆଇ କିମ୍ବା ଅନ୍ୟାନ୍ୟ କୌଣସି ଇମେଜ ଜେନେରେସନ ଟୁଲ ଏଆଇ ଟୁଲରେ ଅପଲୋଡ କରୁଥିଲେ ଏବଂ ତଳେ କମାଣ୍ଡ ଦେଉଥିଲେ ମେକ୍ ଦିସ୍ ଷ୍ଟୁଡିଓ ଘିବଲି ଷ୍ଟାଇଲ ଅର୍ ଜେନେରେଟ୍ ଦିସ୍ ଆଜ୍ ଷ୍ଟୁଡିଓ ଘିବଲି ଷ୍ଟାଇଲ। ତ ସମ୍ପୂର୍ଣ୍ଣ ଏକ ଘିବଲି ଷ୍ଟାଇଲ ଇମେଜ ପ୍ରସ୍ତୁତ ହୋଇ ପଳେଇ ଆସୁଥିଲା। ଘିବଲି ହେଉଛି ଏକ ପ୍ରକାର ଆନିମେସନ ଆର୍ଟ ଯାହାକୁ ଜାପାନରେ ପ୍ରସ୍ତୁତ କରାଯାଉଥିଲା ଏବଂ ଯାହା ଦେଖିବା ପାଇଁ ବେଶ ସୁନ୍ଦର ଲାଗେ। ନିଜକୁ ସେଇଭଳି ସୁନେଲି ଦୁନିଆରେ ଦେଖିବା ପାଇଁ ଲୋକମାନେ ବେଶ ଭଲ ପାଉଥିଲେ। ଘିବଲି ଆର୍ଟ ଜେନେରେଟ କରି ସେ ନିଜର ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମ ହଉ କିମ୍ବା ଫେସବୁକରେ ତାକୁ ଅପଲୋଡ କରୁଥିଲେ ଏବଂ ଏଇଭଳି ଭାବରେ ଟ୍ରେଣ୍ଡ ଦିନକୁ ଦିନ ବଢି ଚାଲିଲା ଏବଂ ଅଧିକାଂଶ ଲୋକ ଏହାକୁ ଫଲୋ କଲେ। ଗତ ମାର୍ଚ୍ଚ ମାସରେ ଏହି ଟ୍ରେଣ୍ଡ ଏକ ଶିଖର ଛୁଇଁଥିଲା। ନିଜର ପରିବାର ବର୍ଗଙ୍କ ଫଟୋ ହେଉ କିମ୍ବା ନିଜର ପ୍ରୋଫାଇଲ ପିକ୍ଚର ସବୁକିଛିକୁ ଘିବଲି ଷ୍ଟାଇଲରେ ଜେନେରେସନ କରି ଲୋକମାନେ ଅପଲୋଡ କରିବା ପାଇଁ ବେଶ ଭଲ ପାଇଲେ। ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ମିମ୍ସ ଗୁଡାକ ଭାଇରାଲ ହୋଇଥାଏ ସେ ମିମ୍ସ ଫଟୋ ଗୁଡ଼ିକ ମଧ୍ୟ ଟ୍ରେଣ୍ଡିଂ କରିବା ପାଇଁ ଲାଗିଲା ଘିବଲି ଷ୍ଟାଇଲରେ ଏବଂ ଘିବଲି ଟ୍ରେଣ୍ଡିଂରେ ରହିବା ସହିତ ଏହାକୁ ନେଇ କିଛିଟା ପ୍ରଶ୍ନ ଉଠିଲା। ଏହାକୁ ନେଇ କିଛିଟା କଣ୍ଟ୍ରୋଭର୍ସି ମଧ୍ୟ ହେଲା। କିଛି କଳାପ୍ରେମୀ ମାନେ ଏହା ପ୍ରଶ୍ନ ଉଠାଇଲେ ଯେ ଘିବଲି ଷ୍ଟାଇଲ ଇମେଜ ଯେଉଁ ମୁଖ୍ୟ ଏହାର ଆର୍ଟିଷ୍ଟ ରହୁଛନ୍ତି, ଯେଉଁ ମୁଖ୍ୟ କଳାକାର ରହୁଛନ୍ତି ସେମାନଙ୍କର କଳାକୁ ଗୌଣ୍ୟ କରିଦେଉଛି। ତଥାପି ଏହା ଟ୍ରେଣ୍ଡିଂରେ ଆସିଲା ଏବଂ ଲୋକମାନେ ଏହାକୁ ପସନ୍ଦ କରିଥିଲେ। ପ୍ରତିବର୍ଷ ପପ୍ କଲଚରରୁ କିଛି ନା କିଛି ଜିନିଷ ଟ୍ରେଣ୍ଡିଂରେ ଆସେ। 2025ରେ ସେଇଭଳି ଭାବରେ ଆସିଥିଲା ଲବୁବୁ, ଯେଉଁ ଡଲ୍ ଦେଖିବା ପାଇଁ ଟିକେ ଅସୁନ୍ଦର ଏବଂ ଟିକେ ଭୟଙ୍କର ଏବଂ କ୍ୟୁଟ୍ ମଧ୍ୟ। ଯାହାକି ବଡ଼ ବଡ଼ ଆଖି ବିଶିଷ୍ଟ ଏହି ଡଲ୍କୁ ଲୋକମାନେ ଏତେ ପରିମାଣରେ କିଣିବା ପାଇଁ ଲାଗିଲେ ଯାହାକି ସୋସିଆଲ ମିଡିଆରେ ଦିନକୁ ଦିନ ଟ୍ରେଣ୍ଡ କରିବାରେ ଲାଗିଲା। ଚୀନର ଜଣେ ଖେଳଣା ନିର୍ମାତା କମ୍ପାନୀ ଏହାକୁ ମଲ୍ ଗୁଡ଼ିକରେ ବ୍ଲାଇଣ୍ଡ ବକ୍ସ ଫର୍ମାଟରେ ଉପଲବ୍ଧ କରାଇଲେ। ଅର୍ଥାତ୍ ଆପଣ ବକ୍ସ ଖୋଲିବେ ସେଥିରୁ କ'ଣ ବାହାରିବ ଆପଣ ଜାଣିପାରିବେ ନାହିଁ। ଅଧିକାଂଶ ବକ୍ସରୁ ଏହି ଡଲ୍ ବାହାରିଥିଲା ଏବଂ ଏହାକୁ ଅଧିକାଂଶ ଲୋକ ପସନ୍ଦ କରିଥିଲେ। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ସର୍ଟ ଭିଡିଓ ଏବଂ ଅନବକ୍ସିଂ ଭିଡିଓ ଭାଇରାଲ ହେବା ପାଇଁ ଲାଗିଲା। ଏମିତିକି ପପ୍ କଲଚର ଆର୍ଟିଷ୍ଟ ବ୍ଲାକ୍ ପିଙ୍କର ଲିସା ଏବଂ ରିହାନା ଏହାକୁ ଅଧିକ ପ୍ରମୋଟ ମଧ୍ୟ କରାଇଥିଲେ ଏବଂ ଯାହାଦ୍ୱାରା କି ଏହାର ଟ୍ରେଣ୍ଡିଂ ବଢିବାରେ ଲାଗିଲା। 2025ର ସବୁଠୁ ଆକର୍ଷଣୀୟ ଟ୍ରେଣ୍ଡିଂ ହେଉଛି ନାନୋ ବାନାନା ଟ୍ରେଣ୍ଡିଂ। ଏହା ଏକ ଏଆଇ ଭିତ୍ତିକ ଇମେଜ ଜେନେରେସନ ଟୁଲ ଯାହାଦ୍ୱାରା କି ଲୋକମାନେ ନିଜର ଫଟୋ ଅପଲୋଡ କରୁଥିଲେ ଏବଂ ଯାହାଦ୍ୱାରା କି ସେମାନଙ୍କର ଏମିତି କିଛି ଇମେଜ ଜେନେରେସନ ହଉଥିଲା ଯାହାକି ଦେଖିବା ପାଇଁ ବେଶ ସୁନ୍ଦର ଲାଗୁଥିଲା। ସେମାନେ ନିଜର ଛୋଟ ଛୋଟ ମିନିଏଚର ପ୍ରସ୍ତୁତ କରୁଥିଲେ ଏବଂ ସେ ମିନିଏଚରରେ ସେ ନିଜର ପ୍ରୋଫେସନକୁ ଦର୍ଶାଉଥିଲେ। ସେମାନେ ନିଜକୁ ଡକ୍ଟର ଭାବରେ ହଉ କିମ୍ବା ପୋଲିସ ଭାବରେ ହଉ ଏମିତି କିଛି ପ୍ରୋଫେସନରେ ନିଜକୁ ଦେଖିବା ପାଇଁ ବେଶ ଭଲ ପାଉଥିଲେ ଏବଂ ଏହା ଏତେ ପରିମାଣରେ ଟ୍ରେଣ୍ଡିଂରେ ଆସିଲା ଯେ ମହିଳାମାନେ ନିଜର ଶାଢ଼ୀ ପିନ୍ଧା ଫଟୋ ଜେନେରେଟ କଲେ ଏବଂ ଯାହାକି ଦେଖିବା ପାଇଁ ବେଶ ସୁନ୍ଦର ଲାଗିଲା ଏବଂ ଏହା ଧୀରେ ଧୀରେ ଅଧିକ ଟ୍ରେଣ୍ଡିଂରେ ଆସିବାକୁ ଲାଗିଲା। ସୋସିଆଲ ମିଡିଆରେ ଚତୁର୍ଥ ଟ୍ରେଣ୍ଡିଂ ହେଉଛି ହଗ୍ ମାଇ ୟଙ୍ଗର ସେଲ୍ଫ ଟ୍ରେଣ୍ଡ। ହଁ ଆଜ୍ଞା, ଯେଉଁଥିରେ ଲୋକମାନେ ନିଜର ପିଲାବେଳର ଯେଉଁ ଫର୍ମେସନ ରହିଥାଏ, ପିଲାବେଳର ଯେଉଁ ରୂପ ରହିଥାଏ ତାହା ସହିତ ଭେଟିବେ ଏବଂ ତାକୁ ହକ୍ କରିବେ। ଏଇଭଳି କିଛି ଇମେଜ ଲୋକମାନେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଲାଗିଲେ ଯେଉଁଥିରେ ସେ ନିଜର ଯେଉଁ ଛୋଟ ବେଳର ରୂପ ଅଛି ତାହାକୁ ହକ୍ କରିଛନ୍ତି। ଅବିକଳ କେହି ଜାଣିପାରିବେନି ଯେ ଏହା ରିଏଲ ଇମେଜ କିମ୍ବା ଏଆଇ ଜେନେରେଟେଡ ଇମେଜ, କାରଣ ଏହା ଏତେ ସ୍ପଷ୍ଟ ଦେଖାଯାଉଥିଲା। ଭାବନ୍ତୁ ନା, ମୁଁ ଯଦି ମୋର ଛୋଟ ବେଳର ଇମେଜକୁ ନିଜ ସାମ୍ନାରେ ଦେଖିବି ତ ମତେ କେତେ ଉତ୍କଣ୍ଠା ଆସିବ। ଏହା ଏଥିପାଇଁ ପ୍ରବଳ ମାତ୍ରାରେ ଭାଇରାଲ ହେବା ପାଇଁ ଲାଗିଲା। ଲୋକମାନେ ସୋସିଆଲ ମିଡିଆରେ ଏହି ଇମେଜ ଜେନେରେସନ କରି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ପାଇଁ ଲାଗିଥିଲେ। ମୁଁ ଯେଉଁ ଶେଷ ଟ୍ରେଣ୍ଡିଂ କଥା କହିବା ପାଇଁ ଯାଉଛି ଏହା ସମ୍ପୂର୍ଣ୍ଣ ଭାବରେ ନିଆରା। ହଁ ଆଜ୍ଞା, ସୋସିଆଲ ମିଡିଆରେ ଲୋକମାନେ ଅନେକ ଭିଡିଓ ସହିତ ଫଟୋ ପୋଷ୍ଟ କରନ୍ତି ଯାହାଦ୍ୱାରା କି ସେମାନେ ନିଜକୁ ଅତ୍ୟନ୍ତ ଖୁସି ଦେଖାଇବା ପାଇଁ ଚାହାନ୍ତି କିମ୍ବା ସେ କିଛିଟା ଜିନିଷ ଯାହାକି ଟ୍ରେଣ୍ଡିଂରେ ଆସିଥାଏ ସେଇଭଳି ଜିନିଷକୁ ଲୋକମାନେ ଅଧିକରୁ ଅଧିକ ପୋଷ୍ଟ କରନ୍ତି, ଯୋଉଟା ସେମାନେ ପୋଷ୍ଟ କରିବା ପାଇଁ ଭଲ ପାଆନ୍ତି। ଆଉ ସବୁ ଜାଗାର କ୍ୟାପସନରେ ଗୋଟିଏ ଜିନିଷ ଲେଖା ହେଇଥାଏ, ଔରା ଫାର୍ମିଂ। ତ ଆପଣ ବୁଝିପାରୁଥିବେ ଏଇ ଟ୍ରେଣ୍ଡଟି କୋଉଭଳି ଭାବରେ ଆଗକୁ ଚାଲିଥିଲା। ତେବେ ଏଠି କଥା ଉଠୁଛି ଏଇ ୱାର୍ଡଟି କେବେଠୁ ଟ୍ରେଣ୍ଡିଂକୁ ଆସିଲା ଏବଂ ଏକ୍ଜାକ୍ଟଲି କେଉଁ ପଏଣ୍ଟରୁ ଲୋକମାନେ ଏହାକୁ ନିଜର ଟ୍ରେଣ୍ଡିଂ ଭିଡିଓରେ ବ୍ୟବହାର କରିବା ପାଇଁ ଲାଗିଲେ।
ଜାନୁଆରୀ 2024ର କଥା, ଯେତେବେଳେ ଇଣ୍ଡୋନେସିଆର ଗୋଟିଏ ପିଲାଟି ବୋଟ୍ ରେସିଂରେ ଯାଉଥିବାର ଭିଡିଓ ଭାଇରାଲ ହେବା ପାଇଁ ଲାଗିଲା। ଲୋକମାନେ ସମସ୍ତେ ଏହାକୁ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଲାଗିଲେ ଏବଂ ଏହାକୁ ଜଣେ ପ୍ରମୁଖ ଟିକଟକର ପୋଷ୍ଟ କରିଥିଲେ ଏବଂ ସେ ଏଥିରେ ଲେଖିଥିଲେ ଓରା ଫାର୍ମିଂ ଓ ଏହି ୱାର୍ଡଟି ସେଇଠାରୁ ଭାଇରାଲ ହୋଇଥିଲା। ତେବେ ଏ ଥିଲା 2025ର ଟପ୍ 5 ଟ୍ରେଣ୍ଡିଙ୍ଗସ୍, ଯାହାକି ଆମେ ନିଶ୍ଚିତ ଭାବରେ କହିପାରିବା ଯେଉଁ ସବୁ ଟ୍ରେଣ୍ଡିଙ୍ଗସ୍ ଏବେ 2025ରେ ହେବାକୁ ଲାଗିଥିଲା, ତାହା କାହିଁ ନା କାହିଁ ଏଆଇ ସହିତ ସଂଶ୍ଳିଷ୍ଟ। ନିହାତି ଭାବରେ ଆଗକୁ ଆମକୁ ଏଆଇ କୋଉଠି ନା କୋଉଠି ଟେକ୍ନୋଲୋଜିରେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସାହାଯ୍ୟ ମଧ୍ୟ କରିପାରିବ।